କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ କଥା ହେବା ଦ୍ୱିତୀୟ ବିଶ୍ୱଯୁଦ୍ଧ ଇତିହାସର ସବୁଠାରୁ ଭୟଙ୍କର ସଂଘର୍ଷ। ପ୍ରଥମ ବିଶ୍ୱଯୁଦ୍ଧକୁ ଥରେ ସମସ୍ତ ଯୁଦ୍ଧ ସମାପ୍ତ ଯୁଦ୍ଧ ବୋଲି କୁହାଯାଉଥିଲେ ମଧ୍ୟ ଏହାକୁ କେବଳ 2 ଦଶନ୍ଧି ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ 1939ରୁ 1945 ଅତିକ୍ରମ କରିଥିଲା, ଯାହା ଆହୁରି ବିଶାଳ ଏବଂ ଧ୍ୱଂସକାରୀ ସଂଘର୍ଷ ଥିଲା। ମାନବ ଇତିହାସର ସବୁଠାରୁ ବଡ଼ ଏବଂ ଭୟଙ୍କର ଯୁଦ୍ଧ ଭାବରେ ଏଥିରେ 30ରୁ ଅଧିକ ଦେଶର 10 କୋଟିରୁ ଅଧିକ ଲୋକ ସାମିଲ ଥିଲେ। ଏହି ଯୁଦ୍ଧ ସମ୍ପୂର୍ଣ୍ଣ ଯୁଦ୍ଧ ଘଟଣା ଦ୍ୱାରା ବର୍ଣ୍ଣିତ ହୋଇଥିଲା, ଯେଉଁଠାରେ ସମଗ୍ର ରାଷ୍ଟ୍ରର ଅର୍ଥନୈତିକ, ଶିଳ୍ପ ଏବଂ ବୈଜ୍ଞାନିକ ଦକ୍ଷତା ସାମରିକ ପ୍ରୟାସ ଥିଲା, ଯାହା ନାଗରିକ ଏବଂ ସାମରିକ ସମ୍ବଳ ମଧ୍ୟରେ ପାର୍ଥକ୍ୟକୁ ଲିଭାଇ ଦେଇଥିଲା। ପ୍ରଥମ ଯୁଦ୍ଧର ଅସମାହିତ ଉତ୍ତେଜନା, ବିଶେଷ କରି ଭର୍ସେଲ ଚୁକ୍ତିର କଠୋର ସର୍ତ୍ତାବଳୀ ଏବଂ ଆକ୍ରମଣାତ୍ମକ ଏକଛତ୍ରବାଦୀ ଶାସନର ଉତ୍ଥାନ ଦ୍ୱାରା ଏହି ସଂଘର୍ଷ ଆରମ୍ଭ ହୋଇଥିଲା। ଏହା ଗ୍ରେଟ୍ ବ୍ରିଟେନ୍, ସୋଭିଏତ୍ ୟୁନିୟନ, ଯୁକ୍ତରାଷ୍ଟ୍ର ଏବଂ ଚୀନ ନେତୃତ୍ୱରେ ମିତ୍ରଶକ୍ତି ବିରୁଦ୍ଧରେ ଅକ୍ଷ ଶକ୍ତି, ମୁଖ୍ୟତଃ ନାଜି ଜର୍ମାନୀ, ଫାସିଷ୍ଟ ଇଟାଲୀ ଏବଂ ସାମ୍ରାଜ୍ୟ ଜାପାନକୁ ଠିଆ କରିଥିଲା। 1 ସେପ୍ଟେମ୍ବର 1939ରେ ପୋଲାଣ୍ଡ ଉପରେ ଜର୍ମାନୀର ଆକ୍ରମଣ ଦ୍ୱାରା ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଶେଷରେ ସାରା ବିଶ୍ୱରେ ବ୍ୟାପିଗଲା। ୟୁରୋପ, ପ୍ରଶାନ୍ତ ସାଗର, ଉତ୍ତର ଆଫ୍ରିକା ଏବଂ ମଧ୍ୟ ପ୍ରାଚ୍ୟରେ ପ୍ରମୁଖ ଯୁଦ୍ଧ କ୍ଷେତ୍ର ପାଲଟି ଯାଇଥିଲା। ପୂର୍ବ ପିଢ଼ିର ସ୍ଥିର ଟ୍ରେନ୍ ଯୁଦ୍ଧ ପରିବର୍ତ୍ତେ ଦ୍ୱିତୀୟ ବିଶ୍ୱଯୁଦ୍ଧକୁ ଦ୍ରୁତ ଗତି ଏବଂ ପ୍ରଯୁକ୍ତି ବିଦ୍ୟା ଆତଙ୍କ ଦ୍ୱାରା ପରିଭାଷିତ କରାଯାଇଥିଲା। ଜର୍ମାନ ବ୍ଲିଚକ୍ରେଗ୍ ରାଷ୍ଟ୍ରଗୁଡ଼ିକୁ ଅଭିଭୂତ କରିବା ପାଇଁ ସମନ୍ୱିତ ବାୟୁ ଏବଂ ସ୍ଥଳ ଆକ୍ରମଣ ବ୍ୟବହାର କରିଥିଲା, ଯେତେବେଳେ ପ୍ରଶାନ୍ତ ମହାସାଗରର ବିଶାଳ ନୌସେନା ଯୁଦ୍ଧ ଏବଂ ଉଭୟଚର ଅବତରଣ ଦେଖିଥିଲା। ଏହି ଯୁଗରେ ହୋଲୋକାଷ୍ଟ ମାଧ୍ୟମରେ ନରସଂହାର, ଶିଳ୍ପାୟନ, ସମଗ୍ର ସହରଗୁଡ଼ିକର ରଣନୈତିକ ବୋମାମାଡ଼ ଏବଂ ପରମାଣୁ ଅସ୍ତ୍ରର ଚୂଡ଼ାନ୍ତ ବିକାଶ ଏବଂ ବ୍ୟବହାର ମଧ୍ୟ ଦେଖାଯାଇଥିଲା, ଯାହା ଅଗଷ୍ଟ 1945ରେ ଯୁଦ୍ଧକୁ ସମାପ୍ତ କରିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧର ପରିଣାମ ମୌଳିକ ଭାବରେ ବିଶ୍ୱ ମାନଚିତ୍ରକୁ ପୁନଃନିର୍ମାଣ କରିଥିଲା। ପ୍ରାୟ 70ରୁ 85 ନିୟୁତ ଲୋକ ପ୍ରାଣ ହରାଇଥିଲେ, ଅଧିକାଂଶ ନାଗରିକ ଥିଲେ। ଏହି ଯୁଦ୍ଧର ପରିଣାମ ସ୍ୱରୂପ ପାରମ୍ପରିକ ୟୁରୋପୀୟ ଉପନିବେଶବାଦୀ ସାମ୍ରାଜ୍ୟର ପତନ ଏବଂ ପ୍ରତିଦ୍ୱନ୍ଦ୍ୱୀ ମହାଶକ୍ତି ଭାବରେ ଆମେରିକା ଏବଂ ସୋଭିଏତ୍ ୟୁନିୟନର ଆବିର୍ଭାବ ହୋଇଥିଲା, ଯାହା ଶୀତଳ ଯୁଦ୍ଧର ଆରମ୍ଭ କରିଥିଲା। ଏହା ସହିତ ଜାତିସଂଘର ପ୍ରତିଷ୍ଠା ଏପରି ଏକ ବିଶ୍ୱବ୍ୟାପୀ ବିପର୍ଯ୍ୟୟକୁ ପୁନର୍ବାର ନ ଘଟାଇବା ପାଇଁ ଏକ ନୂତନ ଅନ୍ତର୍ଜାତୀୟ ପ୍ରୟାସକୁ ପ୍ରତିନିଧିତ୍ୱ କରିଥିଲା। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟରେ ଲେଖିଦେବା, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ତାହେଲେ ଭିଡିଓଟିକୁ ଲାଇକ୍ କରିଦେବ, ଭିଡିଓକୁ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହବା ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।